जुआ हाँ जुआ का तू आसुनु आ किछि असुविधा हबनी मु अछि तू आ कौन आसिबु आज आसिबु हौ हौ तू आ आ बो मु कौन कहूଥିଲି कि ये तो ଏବେ ଏତେ ଛୋଟ ଅଛି ମାତ୍ର 2-3 ମାସ ଝିଅକୁ କହୁନାହାନ୍ତି ଆଉ କିଛି ଦିନ ପରେ ଏ ଟିକେ 6 ମାସର ହେଲେ ଆଣିଲେ କଣ ତତେ ପଚାରିକି ଆସିଥାନ୍ତା ସେ ମୋ ଝିଅ ତା ଘର ସେ ତା ଘରକୁ ଆସିବ ତା ଛୁଆକୁ ଧରିକି ଆସିବ ତୋ ଛୁଆକୁ ତୁ ସମ୍ଭାଳେ ମୋ ନାତୁଣୀକି ମୁଁ ସମ୍ଭାଳି ଦେବି ହେଲା ଠିକ ଅଛି ଆରେ କେଇ ଦିନର ଲୋକ ଆସେ ମତେ ଏଠି ଦେଖେଇବ ମୋ ଝୁଅ ଆସିବ କି ନାଇଁ ବୋଉ ଆସିଲି ହେଇ ଦେଖ ତ ନାତୁଣୀ ଆସିଗଲା କେତେ ଜୋର କାନ୍ଦୁଛି ତୁ କହନି ତା କଥା ଦେଲୁ ନେ ଆଈ ପାଖକୁ ଯା ଆଜିଠାରୁ ତୋର ସେବା ସବୁ ଆଈ କରିବ ମୁଁ ଟିକେ ରେଷ୍ଟ କରିବି ବୋଉ ମତେ କାମ ହାମ କିଛି କହିବିନି ମୁଁ ପୁରା ରେଷ୍ଟ କରିବା ପାଇଁକି ଆସିଛି ଆମର ଆଜି ହବ କୋବି ତରକାରୀ ତୁ ଖାଇବୁନି ମୁଁ ବି ଖାଇବିନି ତ ପିସ୍ ମାନେ ବି ଖାଇବେନି ଭାଉଜ ମୋ ହଁ ଝିଅ ମୋ ପାଇଁ ଟିକେ ଗରମ ପାଣି ବସେଇଦବ ପୁରା ଫୁଟି ସାରିବ ପାଣି ଗରମ ଗିଜର ଲାଗିଛି ବା ଆରେ ମୁଁ ଗାଧେଇବିନି ମୁଁ କହୁଛି ଘରେ ଗିଜର ଲାଗିଛି ମୁଁ ପାଣି ପିଇବି ଆଉ ତାକୁ ଫୁଟିକି ପୁରା ଥଣ୍ଡା ହେଲା ପରେ ମୁଁ ଯାଇ ପିଇବି ହଁ ହଁ ମୁଁ ପାଣି ଫୁଟେଇଦେବି ଫୁଟେଇ ପାଣି ପିଉଛ ହଁ ତମେ ଜାଣିନ କି ସିଝା ପାଣି ପିଇବା ଭଲ ବୋଲି ଏଇ ଟାଇମରେ ବୋଉ ନେଲୁ ନେଲୁ ଝିଅକୁ ଟିକେ ତେଲ ମାଲିସ କରିଦେ ତାକୁ ଭଲସେ ମାଲିସ କରିକି ଷ୍ଟ୍ରଙ୍ଗ କର ଆଜିକାଲି ଦିନରେ ଷ୍ଟ୍ରଙ୍ଗ ହବୁ ବୁଝିଲୁ ଯେ ଆଈ ପାଖକୁ ମୁଁ ଯାଉଛି ମୋର ଟିକେ ସେପଟେ ସିରିଏଲ ଦେଖିବି ନେ ନେଲୁ ମୁଁ ଦୈନେ ଟେକି ମୁଁ ଜୁନେ ଟେକି ତେଲ ଘଷିଦବା ହାତ ଗୋଡ଼ ଘଷିକିରି ହାତ ଗୋଡ଼ରେ ଘଷିକିରି ପୁରା ତତେ ସାଷ୍ଟାଙ୍ଗ କରିଦେବି ବୁଝିପାରିଲୁ ଏଇ ଜେଜେ ମା କରିଦେବେ ତେଲ ମାଲିସ ବୋଉ ହଁ କଣ ହେଲା ଝିଅଙ୍କୁ ଟିକେ ତେଲ ମାଲିସ କଲା ପରେ ପୁଅକୁ ତେଲ ମାଲିସ କରିଦେବେ ମୁଁ ଯାଇ ସେପଟେ ରୋଷେଇ କରିବି ଦେଖିପାରୁନୁ ମୁଁ ଆକୁ ଘଷି ଦଉଛି ନାଇଁ ତୋ ଛୁଆକୁ ତୁ ତେଲ ଘଷି ଦବୁ ମୁଁ ଆକୁ ଘଷି ଦେବି କହିନଥିଲି କି ମୋ ନାତୁଣୀର ସେବା ମୁଁ କରିଦେବି ତେଲ ନ ମାରିଲେ ଚଳିବ ମୁଁ ଏଠି ଶୋଇ ଦଉଛି ଆକୁ ଟିକେ ଖାଲି ନଜର ପକେଇଥିବେ କାନ୍ଦିବ କାଳେ ଶୋଇ ଦେଇ ଯା ନେଇ ଯା ଯା ଘର କାମ କର ଏଇଟା ଜେଜେମା ପାଖରେ ଶୋ ହେଲା ଶୋ ମୁଁ ଆସେ ରୋଷେଇ ସାରି ହଁ ମୋ ସୁନା ପୁଅଟା